গতকালি অর্থাৎ ১৬ তারিখ দিবা 11 ঘটিকা সময়ে স্থানীয় সাংবাদিক প্রকোষ্ঠরে উপখণ্ড স্তরীয় কার্যরত নীলগিরির সাংবাদিকଙ୍କ পক্ষରୁ জাতীয় প্রেস দিবস পালিত হয়েযাইছি। এই দিবস পালন পরিপ্রেক্ষীরে আয়োজিত সভারে যুব সাংবাদিক বিজয় কুমার লেঙ্কা সভাপতিত্ব করিଥିବା বেলে উপখণ্ড সূচনা ও লোকসম্পর্ক অধিকারী গোবর্ধন বিশ্বাଳ মুখ্য অতিথি ও সম্মানিত অতিথি ভাবে বরিষ্ঠ সাংবাদিক রামচন্দ্র মহল উপস্থিত রহি উদ্বোধন ଦେଇଥିଲେ। আপনার পরিচয়টা একটু দেবে। রামচন্দ্র মহল সাংবাদিক নীলগিরি সাংবাদিক সংঘর। আজ প্রেস দিবস যে পালন হলা কোণ পাই আজ প্রেস দিবস পালন হুয়ে কইলে ঠিক। ଭାରତବର୍ଷରେ ଯେତେବେଳେ ଚତୁର୍ଥ ସ୍ତମ୍ଭ ଭାବେ ସମ୍ବିଧାନରେ ପ୍ରଣୟନ ହେଲା ତାପରେ ସାମ୍ବାଦିକମାନଙ୍କର ବହୁ ଅସୁବିଧା ସୃଷ୍ଟି ହେଲା। ତେଣୁ ପ୍ରେସ୍ କାଉନସିଲ୍ ଚିନ୍ତା କଲା ଯେ ସେମାନେ ଗୋଟେ ଏକଜୁଟ ହେବା ପାଇଁ ଗୋଟେ ଦିବସ ପାଳନ କରିବେ ସବୁ ବର୍ଷ। ସେ ଦୃଷ୍ଟିରୁ ପାଳନ ସେଇଦିନ ହେଇ ଚାଲିଛି। ଆଜି କିଛି 60 ବର୍ଷ ହେଲାଣି ପ୍ରେସ୍ ଦିବସ ପାଳନ ହେଇ ଚାଲିଛି। আজ প্রেস দিবসের কাই নারদଙ୍କୁ ପୂଜା କରାଯାଏ। ନାରଦ ପ୍ରକୃତରେ ମାନେ ପୁରାଣ ଶାସ୍ତ୍ରରେ ନାରଦ ଥିଲେ ସମସ୍ତଙ୍କ ଖବର ଦେବା, ଆଙ୍କ କତୁରୁ ଖବର ନେଇକି ସେଠି ଦେବା, ତା କତୁରୁ ଖବର ନେଇକି ସେଠି ଦେବା ଏବଂ କାହାର ସୁରକ୍ଷା ମଧ୍ୟ କରୁଥିଲେ। ସେ ଏଇ ଖବରଟା ଦେବା ଦ୍ୱାରା ସେ ସଚେତନ ହେଉଥିଲେ ଏବଂ ସେ ସମୟର ମାନେ ପୁରାଣ ଶାସ୍ତ୍ର ଯାହା ଲେଖା ଅଛି କିଛି ମାନେ ଇଏ ସବୁ ରକ୍ଷା ପାଇଯାଉଥିଲେ। ଦେବତା ନର ସମସ୍ତେ ରକ୍ଷା ପାଇଯାଉଥିଲେ। ସେ ଖବର ଦେଇଥିଲେ ଯେ ଏଇ ଆଗକୁ ଅସୁବିଧା ଅଛି, ତେଣୁ ତୁମେ ସତର୍କ ରୁହ। ଆଜି ପ୍ରେସ୍ ଦିବସର ସାମ୍ବାଦିକମାନଙ୍କ ତରଫରୁ ଆପଣ ନୀଳଗିରିବାସୀଙ୍କୁ କ'ଣ ବାର୍ତ୍ତା ଦେବେ? ମୋର ବାର୍ତ୍ତା ଦେବା ମାନେ ହେଲା ଯେ ସାମ୍ବାଦିକମାନଙ୍କର ମୂଲ୍ୟବୋଧ ରହୁ, ସେମାନେ ସମାଜ ସେବା ଭଳି କାର୍ଯ୍ୟ କରନ୍ତୁ ଏବଂ ସ୍ୱାର୍ଥବିହୀନ ରୁହନ୍ତୁ। ତାଦ୍ୱାରା ସମାଜର ଉନ୍ନତି ହେବ, ସାମ୍ବାଦିକମାନଙ୍କର ଉନ୍ନତି ହେବ, ସାମ୍ବାଦିକଙ୍କର ସମ୍ମାନ ବଢ଼ିବ। ଧନ୍ୟବାଦ। ଏଥିରେ ଯୁବ ସାମ୍ବାଦିକମାନଙ୍କର ସର୍ବାଗ୍ରେ ପାର୍ଥସାରଥୀ ଦାସ ବାବୁ, ଉମାକାନ୍ତ ରାଉତ, ବିଶ୍ୱମ୍ବର ଦାସ, ସୁକାନ୍ତ ଦାସ, କପିଳ ସାମଲ, ସତ୍ୟାନନ୍ଦ ପାତ୍ର, ସମରେନ୍ଦ୍ର ବାରିକ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସମ୍ମାନିତ ଅତିଥି ରାମଚନ୍ଦ୍ର ମହଲ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ, ଗଣମାଧ୍ୟମର କାର୍ଯ୍ୟକର୍ତ୍ତା, ସାମାଜିକ ମୂଲ୍ୟବୋଧ, ସମାଜସେବା, ଗଣମାଧ୍ୟମର ଭୂମିକା ଉପରେ ବେଶ୍ ମୂଲ୍ୟାଙ୍କନ କରିଥିଲେ। ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ୱାଳ ଜାତୀୟ ପ୍ରେସ୍ ଦିବସ ପାଳନ ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରି ତାଙ୍କ ମନ୍ତବ୍ୟ ରଖିଥିଲେ କି ଗଣମାଧ୍ୟମର ଭୂମିକା ସମାଜର ପ୍ରତିଟି ମୁହୂର୍ତ୍ତର ଘଟଣାର ସତ୍ୟାସତ୍ୟ ଓ ନିରପେକ୍ଷତା ଆଦି ସମ୍ପର୍କରେ ଲୋକମାନଙ୍କ ପାଖରେ ପହଞ୍ଚାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପରିଶେଷରେ ଯୁବ ସାମ୍ବାଦିକ ସୁକାନ୍ତ ଦାସ ଆଜିର ସାମ୍ପ୍ରତିକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ କାର୍ଯ୍ୟରତ ସାମ୍ବାଦିକ ବିଭିନ୍ନ ଘାତ ପ୍ରତିଘାତ ସାମ୍ନା କରୁଥିବାରୁ ବିଭିନ୍ନ ସମସ୍ୟାକୁ ଅବତାରଣ କରିବା ସହିତ ଜାତୀୟ ପ୍ରେସ୍ ଦିବସରେ ଉପସ୍ଥିତ ସମସ୍ତ ବନ୍ଧୁଙ୍କୁ ଏକ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।